ବିଷ୍ଣୋଇ ଗ୍ୟାଙ୍ଗ ଟାର୍ଗେଟ୍ରେ 5 ବଲିଉଡ୍ ଷ୍ଟାର, କିନ୍ତୁ ଘାରିଛି ଭୟ, କେହି ମୁହଁ ଖୋଲିବାକୁ ପ୍ରସ୍ତୁତ ନାହାନ୍ତି। ପୋଲିସ ପକ୍ଷରୁ କିଛି ଏମିତି କଥା ଶୁଣିବା ପରେ ଏବେ ସମସ୍ତେ ତାଜୁବ। ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଘନିଷ୍ଠ ସହଯୋଗୀ ଓ ଜଣେ ଫେରାର ଥିବା ଅପରାଧୀ ଶୁଭମ ଲେଙ୍କାଙ୍କର 5 ଜଣ ପ୍ରମୁଖ ବଲିଉଡ୍ ସେଲିବ୍ରିଟିଙ୍କୁ ଟାର୍ଗେଟ କରିଛନ୍ତି। ପୋଲିସ ସୂତ୍ରରୁ ଯାହା ଜଣାପଡ଼ିଛି, ଏହି ଷ୍ଟାରମାନଙ୍କୁ ବଟି ମାଗିବା ସହ ସେମାନଙ୍କ ପାଖକୁ ଧମକପୂର୍ଣ୍ଣ ଫୋନ୍ ଆସିଛି, କିନ୍ତୁ ଭୟ ଯୋଗୁଁ କୌଣସି ସେଲିବ୍ରିଟି ଏପର୍ଯ୍ୟନ୍ତ ପୋଲିସରେ ଅଭିଯୋଗ କରିନାହାନ୍ତି। ଗତ ରବିବାର ଦିନ ସିନେମା ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ବାସଭବନ ଉପରେ ହୋଇଥିବା ଗୁଳିକାଣ୍ଡର ତଦନ୍ତ କରୁଥିବା ପୋଲିସ ପ୍ରକାଶ କରିଛି ଯେ ବଲିଉଡର କିଛି ନାମୀଦାମୀ କଳାକାରଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ଧମକପୂର୍ଣ୍ଣ ଫୋନ୍ କଲ୍ ମିଳିଛି। ସେମାନଙ୍କୁ ବଟି ଦେବା ପାଇଁ ମଧ୍ୟ ବାଧ୍ୟ କରାଯାଇଛି, କିନ୍ତୁ ସେଲିବ୍ରିଟି ପୋଲିସ ପାଖକୁ ଯିବାକୁ ସଂକୋଚ କରୁଛନ୍ତି। ଯଦି ଲୋକମାନେ ତଥ୍ୟ ଲୁଚାଇ ରଖନ୍ତି, ତେବେ ପୋଲିସ ପାଇଁ କାର୍ଯ୍ୟାନୁଷ୍ଠାନ ନେବା ଅତ୍ୟନ୍ତ କଷ୍ଟକର ହୋଇଯିବ ବୋଲି ପୋଲିସ କହିଛି। ସେପଟେ ରୋହିତ ସେଟ୍ଟୀଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାରେ ଗୁଳି ଚାଳକମାନଙ୍କୁ ଖୋଜିବା ପାଇଁ ଦେଶର ବିଭିନ୍ନ ସ୍ଥାନକୁ ଅନେକ ପୋଲିସ ଟିମ୍ ପଠାଯାଇଛି। ବର୍ତ୍ତମାନ ପୋଲିସ ଏହା ଏକ ଦାଦାବଟି ଆଦାୟ ମାମଲା ଭାବରେ ବିଚାର କରୁଛି। ପୂର୍ବରୁ ବିଷ୍ଣୋଇ ଗ୍ୟାଙ୍ଗ ସଲମାନ ଖାନ, ମୁନାୱର ଫାରୁକି ଓ ବାବା ସିଦ୍ଦିକୀଙ୍କୁ ବିଭିନ୍ନ କାରଣ ପାଇଁ ଟାର୍ଗେଟ କରିଥିଲା, ଯେପରିକି କୃଷ୍ଣସାର ମୁର୍ଗ ଶିକାର ମାମଲା କିମ୍ବା ଦାଉଦ ଇବ୍ରାହିମଙ୍କ ସହ କଥିତ ଲିଙ୍କ ସମ୍ପର୍କରେ ଜଣାପଡ଼ିଥିଲା। କିନ୍ତୁ ଅନ୍ୟ ଫିଲ୍ମ କଳାକାରଙ୍କୁ ଧମକ ଦେବା ପଛରେ ମୁଖ୍ୟ ଉଦ୍ଦେଶ୍ୟ ଟଙ୍କା ବୋଲି କୁହାଯାଉଛି। ବ୍ୟୁରୋ ରିପୋର୍ଟ, ସତେଜ ନ୍ୟୁଜ।